ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ଗ୍ରାମ ପଞ୍ଚାୟତର ବାଦିଗୁଡ଼ା ଗ୍ରାମ ଆଜି ବାଦିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି। ଗାଁର ଗୌରଜାନୀ ଜଣେ ପାରାଲିସ୍ ପୀଡ଼ିତ ବ୍ୟକ୍ତିଙ୍କ ଝିଅ ସୁକ୍ରି ମୁଦୁଲି ନିଆଁରେ ଭୟଙ୍କର ଭାବରେ ପୋଡ଼ି ଯାଇଛନ୍ତି। ଗାଁରେ ରାତିରେ ବେଶୀ ଥଣ୍ଡା ପଡ଼ିବାକୁ ଦେଖି ତାଙ୍କ ଝିଅ ବାପାଙ୍କୁ ନିଆଁ ସେଖେଇବା ପାଇଁ ଘର ବାହାରେ ନିଆଁ ଲଗାଇଥିଲା, ଯାହା ଆଦିବାସୀ ଅଞ୍ଚଳରେ ଦୈନିକ ଅଭ୍ୟାସ ଭାବେ ହୋଇଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସମୟରେ ସୁକ୍ରି ମୁଦୁଲିଙ୍କ ଶାଢ଼ୀରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ସେ ବେଦନାରେ ଛଟପଟ କରି କାନ୍ଦି କାନ୍ଦି ସହାୟତା ପାଇଁ ଡାକିଥିଲେ। ସ୍ୱାମୀ ମକରନ୍ଦ ମୁଦୁଲି ଯେତେବେଳେ ଘରୁ ବାହାରି ଆସିଲେ, ସେତେବେଳେ ପତ୍ନୀଙ୍କ ଶରୀରର ଗୋଡ଼ଠାରୁ ଅଣ୍ଟା ପର୍ଯ୍ୟନ୍ତ ଅନେକ ସବୁତ ଜଳି ଯାଇଥିଲା। ସ୍ୱାମୀ ତୁରନ୍ତ ସାହାଯ୍ୟ କରି ପୋଡ଼ା ଅସରେ ଲାଗିଥିବା ନିଆଁକୁ ନିର୍ବାପିତ କରି ସ୍ତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟରେ ପୀଡ଼ିତାକୁ ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରିଛନ୍ତି। ପୀଡ଼ିତାଙ୍କ ପରିବାର ତଥ୍ୟ ଅନୁସାରେ ସୁକ୍ରି ମୁଦୁଲି ସ୍ୱାମୀ ମକରନ୍ଦ ମୁଦୁଲି ପରିବାରରେ 3ଟି ସନ୍ତାନ ଅଛନ୍ତି। ଘଟଣାରେ ଗ୍ରାମବାସୀ ମଧ୍ୟ ଅତ୍ୟନ୍ତ ଚିନ୍ତିତ। ଏହି ଦୁର୍ଦାନ୍ତ ଅପଘାତ ଶୀତକାଳରେ ନିଆଁ ବ୍ୟବହାରରେ ଜାଗୃତିର ଆବଶ୍ୟକତାକୁ ଆଉଥରେ ସ୍ପଷ୍ଟ କରିଛି। ନବରଙ୍ଗପୁର ହାଲଚାଲ ପାଇଁ ବାଦିଗୁଡ଼ା ଗ୍ରାମରୁ ବିଶେଷ ଖବର।